ସାତଦରିଆ ପାରି ପ୍ରେମ ବିଦେଶିନୀ ହେଲେ ଓଡ଼ିଆ ଘରର କୁଳବଧୂ। ପ୍ରେମ କେବେ ଧନ ଦୌଲତ ଜାତି କିମ୍ବା ଧର୍ମକୁ ଦେଖେ ନାହିଁ। ପ୍ରେମର କୌଣସି ସୀମା ନଥାଏ। ଏହାକୁ ପୁନର୍ବାର ସତ୍ୟ ପ୍ରମାଣିତ କରିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର ଏକ ଅନନ୍ୟ ଲଭ୍ ଷ୍ଟୋରି। ସାତଦରିଆ ପାରି ଏକ ୟୁରୋପିଆନ୍ ଯୁବତୀ ଆସି ଓଡ଼ିଆ ଘରର କୁଳବଧୂ ହୋଇଥିବା ଘଟଣା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଏହା କୌଣସି ଚଳଚ୍ଚିତ୍ରର କାହାଣୀ ନୁହେଁ, ବରଂ ଏକ ସତ୍ୟ ଘଟଣା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତର ଉହାଡ଼ ଗାଁର ଯୁବକ ସୁକଦେବ ସେଠୀ ଏକ ସାଧାରଣ ଓ ଅଭାବୀ ପରିବାରରୁ ଆସିଥିବା। ଜୀବିକା ନିମନ୍ତେ ସେ ମାଲଦୀପ୍ସ ଯାଇଥିଲେ ଏବଂ ସେଠାରେ ଏକ ହୋଟେଲରେ ୱେଟର ଭାବରେ କାମ କରୁଥିଲେ। ସେଠାରେ ତାଙ୍କ ଜୀବନରେ ଆସିଥିଲେ ଦୂର ୟୁରୋପ କ୍ରୋଏସିଆ ଦେଶର ପର୍ଯ୍ୟଟକ ଯୁବତୀ ତମରା। ପ୍ରଥମ ଦେଖାରେ ଆଖିରେ ଆଖି ମିଶିବା ସହିତ ଦୁହେଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମର ଏକ ନୂଆ ଅଧ୍ୟାୟ। ମାଲଦୀପ୍ସରୁ ଫେରି ଆସିବା ପରେ ମଧ୍ୟ ଏହି ପ୍ରେମ କମିଯାଇ ନଥିଲା। ହ୍ୱାଟ୍ସଆପ୍ ଜରିଆରେ ଦୁହେଁଙ୍କର ମଧ୍ୟରେ ଚାଲିଥିଲା ନିରନ୍ତର କଥାବାର୍ତ୍ତା, ଯାହା ଧୀରେ ଧୀରେ ଗାଢ଼ ପ୍ରେମରେ ପରିଣତ ହୋଇଗଲା। ଶେଷରେ ପ୍ରେମର ଟାଣରେ ତମରା ସାତଦରିଆ ପାରି ହୋଇ ଭାରତକୁ ଆସିଥିଲେ। ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ବିବାହ ପରେ ତମରା ଏବେ ଭାରତୀୟ ସଂସ୍କୃତିକୁ ଆତ୍ମସାତ କରିବାରେ ଲାଗି ପଡ଼ିଛନ୍ତି। ସେ ଓଡ଼ିଆ ପରିବାରର ଖାପ ଖୁଆଇବା ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ମଧ୍ୟ ଆପଣେଇଛନ୍ତି। ଏହା ସହିତ ସେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ଚିନ୍ତା କରୁଛନ୍ତି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଅନନ୍ୟ ପ୍ରେମ କାହାଣୀ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି। ପ୍ରେମ ଯେ କୌଣସି ସୀମାକୁ ମାନେ ନାହିଁ, ଏହାର ଜୀବନ୍ତ ଉଦାହରଣ ହେଲେ ସୁକଦେବ ଓ ତମରା। ଏବେ ପ୍ରଶ୍ନ ଉଠୁଛି, ଭବିଷ୍ୟତରେ ଏହି ସମ୍ପର୍କ କେତେ ଦୂର ଯିବ? ଓଡ଼ିଆ ସଂସ୍କୃତି ସହ ବିଦେଶୀଙ୍କର ଏହି ସୁନ୍ଦର ଯୋଗ କିପରି ଆଗକୁ ବଢ଼ିବ, ଯାହାକୁ ନେଇ ସମସ୍ତଙ୍କ ଆଗ୍ରହ ଜାରି ରହିଛି। ସାର୍ ନମସ୍କାର, ଜୟ ଜଗନ୍ନାଥ। ମୋ ନାଁ ସୁକଦେବ ସେଠୀ, ଆଉ ଆମ ଘର ଉହାଡ଼ ନୂଆଗାଁ ବାସୁଦେବପୁର ବ୍ଲକରେ। ତ ପ୍ରେମ ଆଜ୍ଞା ଆଜ୍ଞା ଏଇଟା କ'ଣ କହିବି, ଏଇଟା ତ ମାନେ କୋଇନ୍ସିଡେଣ୍ଟ ଭଳି ହେଇଗଲା ଗୋଟେ। କହିବାକୁ ଗଲେ ଆମେ ଆକ୍ଚୁଆଲି ବାହାରେ ଯେତେବେଳେ ମୁଁ କାମ କରୁଥିଲି ମାଲଦୀପ୍ସରେ, ତ ସିଏ ଏକ ଭିଜିଟର ଭଳିଆ ଯାଇଥିଲେ। ତ ଏମିତି କୋଇନ୍ସିଡେଣ୍ଟ ଭଳିଆ ହେଇଥିଲା। ମୁଁ ବି କେବେ ଭାବିନଥିଲି କି ମୋର ବି ମାନେ ପ୍ରେମଟା ସକ୍ସେସ୍ ହେଇଯିବ। ବଟ୍ ଏଇଟା ଯାହା ହଉ ଭଗବାନଙ୍କ ଦୟାରୁ ଏଇଟା ଆମର ସକ୍ସେସ୍ ହେଇଗଲା। ଆଉ ମାଲଦୀପ୍ସରୁ କ୍ରୋଏସିଆ ପାଖାପାଖି 7,000 କିଲୋମିଟର। ଆଜ୍ଞା, ସେ ଜଣେ ଭିଜିଟର ହିସାବରେ ଆପଣଙ୍କ ହୋଟେଲକୁ ଆସିଥିଲେ, ଆପଣ ସେ ହୋଟେଲରେ ୱେଟର ଥିଲେ। କେମିତି କ'ଣ କିଏ ପ୍ରପୋଜ କଲା, କେମିତି କ'ଣ ଏ ପ୍ରେମ କାହାଣୀଟା ହେଲା? ଆକ୍ଚୁଆଲି ସିଏ ଯେତେବେଳେ ଆସିଥିଲେ ମୁଁ ତାଙ୍କୁ ଫାଷ୍ଟ ଦେଖିଲା ପରେ ତ ମୁଁ ଜଷ୍ଟ ଏମିତି ଗୋଟେ ଏଜ୍ ଏ ଫ୍ରେଣ୍ଡ ଭଳି କଥା ହେଉଥିଲି। ତ ଷ୍ଟାର୍ଟିଂରେ ମୋତେ ସେ ଭଲ ଲାଗିଲେ। ଆଉ ତାଙ୍କର ଯେଉଁ ଇଣ୍ଟରେଷ୍ଟ ଆମ କଣ୍ଟ୍ରି ପ୍ରତି ମୋତେ ବହୁତ ମାନେ ମୋତେ ବି ଇଣ୍ଟରେଷ୍ଟ କରିଥିଲା। ତ ସେଥିପାଇଁ ମୁଁ ଧୀରେ ଧୀରେ ହ୍ୱାଟ୍ସଆପ୍ରେ ତାଙ୍କ ସହିତ କଥା ହେଲା ପରେ ମୁଁ ହିଁ ମୋ ସାଇଡ଼ରୁ ମୁଁ ପ୍ରପୋଜାଲ୍ ଦେଇଥିଲି। ତ ତାପରେ ସେ ବହୁ ଷ୍ଟଡି କରିକି ମୋ ବିଷୟରେ ମୋତେ ସେ ଭଲସେ ଜାଣିଲା ପରେ ଯାଇକି ତାପରେ ଆକ୍ସେପ୍ଟ କଲେ। କେତେ ଦିନ ପରେ ଆପଣଙ୍କ ନିହାତି ସେ 6 ମାସ ପାଖାପାଖି ନେଇଯାଇଛନ୍ତି ସେ ଆକ୍ସେପ୍ଟ କରିବା ପରେ। ତାପରେ ଆମେ ଧୀରେ ଧୀରେ କଥା ହେଲୁ। ଆଉ କଥା ହେଲା ପରେ ତାପରେ ଯାଇକି ଆମେ ଡିସାଇଡ଼୍ କଲୁ ବାହାଘର ପାଇଁ। ପ୍ରଥମେ ଆଖିରେ ଦେଖା, ଆଜ୍ଞା ପରେ ମୋବାଇଲରେ ଚାଟିଂ, ଆଜ୍ଞା ଏବେ ଆପଣଙ୍କ ଘରେ ବୋହୂ। ଆଜ୍ଞା, ଭାରତର ନାଗରିକ ହେବେ କି ନାହିଁ? ସେଇଟା ତ ମୁଁ ଏବେ କହୁନି, ବଟ୍ ସେ ତାଙ୍କ ଇଚ୍ଛା, ତାଙ୍କର ତ ବହୁତ ଇଚ୍ଛା ଅଛି କି ନାଗରିକ ହେବା ପାଇଁ। ତ ସେ ଏବେ ଆମେ ସେଇଟା ଡିସିସନ୍ ନେଇନୁ, ଡିସାଇଡ଼୍ ବି କରିନାହୁଁ। ବଟ୍ ଭବିଷ୍ୟତରେ ନିହାତି ଅବଭିୟସ୍ଲି ଆମେ ନେବୁ। କ'ଣ କହିବେ ତାଙ୍କ ପାଇଁ ଆପଣ କେତେ? ମୁଁ ମାନେ ଶବ୍ଦରେ ଆକ୍ଚୁଆଲି କହିପାରୁନି। ମୁଁ ବହୁତ ପ୍ରାଉଡ଼୍ ଫିଲ୍ କରୁଛି ଆଉ ବହୁତ ବି ଖୁସି ଅଛି ତାଙ୍କ ପାଇଁ। ଆପଣଙ୍କ ପରିବାର ଲୋକ କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛନ୍ତି ମୋ ପରିବାର ଲୋକ, କାରଣ ସିଏ ବି ଆକ୍ସେପ୍ଟ କରିନଥିଲେ କି ସେ ବାହାରୁ ଦେଶରୁ ଝିଅ ଆସିକି ଆମ ଘର ବୋହୂ ହେବ।
ବହୁତ ଖୁସି ଅଛନ୍ତି। ବାପା ମା ଭାଇ ଭଉଣୀ ସମସ୍ତେ ବହୁତ ଖୁସି ଅଛନ୍ତି। ଆମ ଗାଁରେ ବି ଲୋକମାନେ ବହୁତ ଭଲ ପାଇବା ଦେଉଛନ୍ତି। ଆମ ଓଡ଼ିଆର ଖାଦ୍ୟ କେମିତି କଣ? ତାଙ୍କୁ ତ ବହୁତ ସବୁ କହିତେ ଗଲେ କି ଆମର ଯେଉଁ ପଖାଳ ଆଉ ରହିଲା ଆମର ଆଳୁ ଭଜା, ମାଛ ଭଜା ଆଉ ଘାଣ୍ଟ ଡାଲି ଇଏ ସବୁ ମାନେ ବହୁତ ତାଙ୍କୁ ପସନ୍ଦ। ସିଏ ନିଜେ ବି ଡାଲି ବନାନ୍ତି, ତରକାରୀ ଆଳୁ ଭଜା କୋବି ଘାଣ୍ଟଟା ଯେଉଁ ସିଏ ନିଜେ ବନାନ୍ତି ଆଉ ବହୁତ ତାଙ୍କୁ ପସନ୍ଦ ଏଗୁଡ଼ା ଖାଇବା। ଓଡ଼ିଶାରେ କୌଣସି ତୀର୍ଥ ଜାଗାକୁ ବୁଲିବା ପାଇଁ ନେଲେ ଆମର ପ୍ଲାନ୍ ଅଛି ପୁରୀ ଯିବା ପାଇଁ ଆକ୍ଚୁଆଲି। ତ ଆମ ମ୍ୟାରେଜ୍ ପରେ ଆମର ପ୍ଲାନ୍ ଥିଲା କି ପୁରୀ ଯିବା ପାଇଁ, ଆମେ ଯାଇନାହିଁ ତ ଯିବାର ପ୍ଲାନ୍ ଅଛି। My name is Tamara. just he's from Odisha and you are from Croatia. Yes. How you felt in Europe? How I feel in Europe? How you felt in Europe? We met in Maldives. He was working in Maldives in one hotel, and I came for the vacation, and then we first met. Who proposed first? Whether you or he? He proposed first. By telephonic message or the Yes. After we met in Maldives, we were in long distance relationship. We were talking with phone, and then we decided we will meet in Delhi once again. Madam, kindly elaborate the story. First, yes, we met in Maldives, and then I came back to Europe. I had to work, and we were in a long distance relationship. We were talking with phone, and then we decided to do a court marriage in New Delhi. So after like 1 year, we were long distance, and then I came to New Delhi. We did a court marriage. And then we applied for his visa for Europe so that he can work in Europe. And then we moved back to Europe. We stayed there for 2 years to work, and now we came to do a traditional Odisha wedding. You are telling that Odisha is in tradition culture, Odisha is very rich. Yes, it's very rich culture. People are very nice. Food is amazing. I like too much in Odisha. You are telling that Odisha is very rich, but my question is that whether you take the citizenship of India or not. Yes, definitely I would take a citizenship of India. Whether you try to see the Lord Temple Jagannath. We went, we are planning now to go to Brahmadan. No, which one? No, Lord Jagannath Temple. Lord Jagannath. Yes, we are planning next week to go to Puri. How the people of Odisha like? People are amazing, very kind, very nice, always helping, beautiful people. Whether you like the delicious food of Odisha, like pokha. I like food from Odisha, yes. Dalma, the bato, yes. You know about pokha? Pokori, Pokhara. pokalo, yes, rice with water, right? What are it? Yes, water rice. You eat? Yes, I eat. Yes, it's very refreshing, very good. Thanks a lot, madam. Thank you. Namaste, Jai Jagannath. ब्यूरो रिपोर्ट प्रतीक्षा न्यूज।